ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି 4ଟି ତୁଳସୀ ପତ୍ରରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ନାରୀ ମୋହିନୀ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ହଁ ଫ୍ରେଣ୍ଡସ୍, କ'ଣ ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଆପଣ କିପରି ବିନା କୌଣସି ମନ୍ତ୍ରତନ୍ତ୍ର କରି, ବିନା କୌଣସି ପଇସା ଖର୍ଚ୍ଚ କରି କେବଳ 4ଟି ତୁଳସୀ ପତ୍ରର ସାହାଯ୍ୟରେ ଝିଅ ପଟେଇ ପାରିବେ, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। ଏହି ବଶୀକରଣ ଆପଣଙ୍କୁ ସହଜ ଲାଗିବ, କିନ୍ତୁ 4ଟି ତୁଳସୀ ପତ୍ରର ଏହି ବଶୀକରଣ ସବୁଠାରୁ ସହଜ ଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯିଏ ବି ଏହି ବଶୀକରଣ କରିଛି 100ରୁ 100% ସଫଳ ହେଇଛି। ତେଣୁ ଯଦି ଆପଣ ସେ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ଧ୍ୟାନ ସହିତ ଦେଖନ୍ତୁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। କେତେଥର ଏମିତି ହେଇଥାଏ କି ଆପଣ ଯେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, ସେ ଝିଅ ଆପଣଙ୍କୁ ଭଲ ପାଏନି, ଅନ୍ୟ କାହାକୁ ଭଲ ପାଏ। ଆଉ ଆପଣ ତା ପଛରେ ଗୋଡ଼େଇ ଗୋଡ଼େଇ ଥକିଗଲେଣି, ନିଜର ସବୁ ସମୟ ସାରି ସାରିଲେଣି, କିନ୍ତୁ ସେ ଝିଅକୁ ପଟେଇ ପାରୁନାହାନ୍ତି। ଯଦି ଆପଣ ବି ଏହିପରି ପରିସ୍ଥିତିରେ ପଡ଼ିଛନ୍ତି, ତେବେ 4ଟି ତୁଳସୀ ପତ୍ର ଆଣି ମାତ୍ର ଥରେ ଏହି ବଶୀକରଣ କରିଦିଅନ୍ତୁ। ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ, ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ ଆପଣ କିପରି କରିବେ, କେମିତି କରିବେ, 4ଟି ତୁଳସୀ ପତ୍ରରେ ଆପଣ କିପରି ଝିଅ ପଟେଇ ପାରିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ ଆପଣ କିଛି ବି ବୁଝିପାରିବେନି, ଆପଣଙ୍କର ବଶୀକରଣ ହେବନି। ପରେ ଆପଣ କହିବେ ବଶୀକରଣ କାମ କରୁନି। ତେଣୁ ଧ୍ୟାନ ସହିତ ଭିଡ଼ିଓକୁ ଦେଖନ୍ତୁ, ପ୍ରୟୋଗ ବିଧି ଠିକ୍ ଭାବରେ ଶିଖନ୍ତୁ, ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେଉଁ ବି ବାରରେ କରିପାରିବେ। ପ୍ରଥମେ ଆପଣ କ'ଣ କରିବେ, ଖଣ୍ଡେ ହଳଦିଆ କପଡ଼ା ଆଣିବେ, 4ଟି ତୁଳସୀ ପତ୍ର ଆଣିବେ, 4ଟି ଅରୁଆ ଚାଉଳ ଆଣିବେ, ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ, ଖଣ୍ଡେ କାଗଜ ଆଣିବେ, ଆଉ କଲମ ଆଣିବେ। ଏତିକି ଜିନିଷ ଆଣିସାରିବା ପରେ କୌଣସି ଏକ ଜାଗାରେ ଚୁପଚାପ ବସି ପଡ଼ିବେ, ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ହଳଦିଆ କପଡ଼ାକୁ ନିଜ ସାମ୍ନାରେ ରଖିବେ, ତା ଉପରେ 4ଟି ତୁଳସୀ ପତ୍ର ରଖିଦେବେ। 4ଟି ତୁଳସୀ ପତ୍ର ଉପରେ 4ଟି ଅରୁଆ ଚାଉଳ ରଖିଦେବେ, ଆଉ ତା ଉପରେ ଅଳ୍ପ ଟିକେ ଟିକେ ସିନ୍ଦୁର ପକାଇଦେବେ। ଏତିକି କରିସାରିବା ପରେ ଯେଉଁ କାଗଜ ଆଣିଛନ୍ତି, ସେ କାଗଜରେ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ, ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ତାପରେ ସେ କାଗଜକୁ ମଧ୍ୟ ହଳଦିଆ କପଡ଼ା ଉପରେ ରଖିଦେବେ। ଏତିକି କରିସାରିବା ପରେ ସେସବୁ ସାମଗ୍ରୀକୁ ହଳଦିଆ କପଡ଼ାରେ 3ଟି ଗଣ୍ଠି ପକାଇକି ବାନ୍ଧିଦେବେ। ସିଏ ଗୋଟିଏ ପୁଟୁଳି ହେଇଯିବ। ସେ ପୁଟୁଳିକୁ ନେଇକି ସେଇ ଝିଅ ବା ମହିଳାର ଘର ସାମ୍ନାର ମୁଖ୍ୟ ଗେଟ୍ ବା ମୁଖ୍ୟ ଦ୍ୱାର ପାଖେ ରଖିଦେଇ ଚୁପଚାପ ଘରକୁ ଫେରି ଆସିବେ। ଏତିକି କରିଦିଅନ୍ତୁ, ସେ ଝିଅ ବା ମହିଳା ଆପଣଙ୍କ ବଶରେ ହେଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।